ଏହାକୁ ଦରମା ନେଇକି ଯେଉଁ ବଢ଼ିଛି ଏହାର ମତ ଆପଣଙ୍କର କ'ଣ? ମତ ଆଉ କ'ଣ ଆପଣ ପଚାରୁଛନ୍ତି? ଏମାନେ ସମସ୍ତେ ଯୋଗଜନ୍ମ ପୁରୁଷ। ଏମାନେ ଦେଖନ୍ତୁ, ଏମାନେ ନିଜେ ବି ଭାବିନଥିବେ, ଏକ୍ସପେକ୍ଟ କରିନଥିବେ ଯେ 300% କ'ଣ ପାଖାପାଖି ବଢ଼ିଯିବ ବୋଲି। ହଁ, ବଢ଼ା ଆଜିକାଲି ସବୁ ଦରମା ବଢ଼ିଲା, ସବୁ ଯେତେ ପ୍ରକାର ରିକ୍ୱାରମେଣ୍ଟ ସବୁ ବଢ଼ିଲାଣି, ଦରଦାମ ବଢ଼ିଲାଣି, ସବୁ ବଢ଼ାଅ। ବଢ଼ିବାର ଗୋଟେ ଲିମିଟ୍ ଅଛି। ତ 70-80 ହଜାରଟା ଯଦି 3,60,000 ପାଖାପାଖି ଦିନକୁ 12,000 ଟଙ୍କା ପଡ଼ିଲାଣି, ମାନେ ବହୁତ ବଢ଼ିଛି। ଏମାନେ କିଛି ପୁଣ୍ୟ କରିଥିଲେ, ଯାହାଫଳରେ ଏମାନଙ୍କର ମେନ୍ ହେଲା ଏମାନଙ୍କୁ କିଛି କଷ୍ଟ କରିବାକୁ ପଡ଼ିଲାନି ଦରମା ବଢ଼ିବାରେ। ଏମାନେ ଜାଣିନାହାନ୍ତି ରାତାରାତି ବଢ଼ିଲା, ତା ଦିନ ସକାଳୁ ଶୁଣିଲା ବେଳକୁ ଏତିକି ବଢ଼ିଯାଇଛି ଦରମା, ବହୁତ ଦରମା ବଢ଼ିଛି। ସେଇଟା ନିଶ୍ଚୟ ସମସ୍ତଙ୍କ ଉପରେ ଟିକେ ତା'ର ପକାଇଛି, ରିପୋର୍ଟସନ୍ ପଡ଼ିଛି। ମାନେ ସମସ୍ତେ ଟିକେ ଦୁଃଖିତ ସେଥିପାଇଁ। ଦରମା ବଢ଼ିବନି, ସେମାନେ ଜନସେବା କରୁଛନ୍ତି, ତାଙ୍କର ଖର୍ଚ୍ଚ ଅଛି, ବିଭିନ୍ନ ପ୍ରକାର ଦାନ ଦକ୍ଷିଣା ବିଭିନ୍ନ ଯାହା ଅଛି। ବଢ଼ିବା ପାଇଁ କେହି ମନା କରୁନାହାନ୍ତି, କିନ୍ତୁ ବଢ଼ିବାର ଗୋଟେ ତା'ର ଗୋଟେ ଦରକାର, ଫର୍ମୁଲା ଦରକାର। କେଉଁ ହିସାବରେ ବଢ଼ିଲା, କେତେ କ'ଣ? ଆଗରୁ ତ ବହୁତ ଥର ନବୀନଙ୍କ ଟାଇମ୍ରେ ତ କାହିଁ ସେମିତି ବଢ଼ିନଥିଲା। ଏମାନେ ନିଜେ ସବୁ ଯାଇଥିଲେ, ସେ ବଢ଼ିନଥିଲେ। ଦରମା ଚନ୍ଦ୍ର ବଢ଼ିଲା ହେଇଠି। ତା'ର ବଢ଼ିବା ଟାଇମ୍ଟା ବେଶୀ ଦୁଃଖଦାୟକ ଯେ ବର୍ତ୍ତମାନ ଶିକ୍ଷକମାନେ ସେମାନେ ବର୍ତ୍ତମାନ ବସୁଛନ୍ତି ଅଙ୍ଗନବାଡ଼ିରେ, ସେମାନେ ବସୁଛନ୍ତି। ଆଉ ପାରିଚାମାନେ ସେମାନେ ଯାହାଙ୍କ 2,000-3,000 ଟଙ୍କା ଦରମା, ସେମାନେ ବସୁଛନ୍ତି। ଏମାନେ ବସିଥିବା ବେଳେ ଏମାନଙ୍କ ଦରମା ବଢ଼ିବାଟା ଠିକ୍ ହେଲାନି ଗୋଟେ ଦୃଷ୍ଟିରୁ। ହଁ, ଆଉ କେତେବେଳେ ବଢ଼େଇଥାନ୍ତେ, ଆଙ୍କର 5 ଟଙ୍କା 10 ଟଙ୍କା ବଢ଼େଇଥାନ୍ତେ, କି 15 ଟଙ୍କା କି 20 ଟଙ୍କା କି 50 ଟଙ୍କା କି 100 ଟଙ୍କା ଗୋଟେ ମିନିମମ୍ କ'ଣ ବଢ଼େଇକିରି ଏମାନଙ୍କୁ ସନ୍ତୁଷ୍ଟ କଲା ପରେ ତାଙ୍କର କ'ଣ ବଢ଼ାଉଛନ୍ତି ବଢ଼ାନ୍ତୁ କିଏ ଜାଣୁଛି। କିନ୍ତୁ ଏକାଥରେ ଯାହାର କାହାର ସର୍ବନାଶ, କାହାର ପୁଷ୍ପନାଶ, ସେହିପରି ଗୋଟେ ହେଇଗଲା ପ୍ରୋବ୍ଲେମ୍। ଗୋଟେ ବଢ଼ିବାରେ କିଛି ଅସୁବିଧା ନାହିଁ, ବଢ଼ିଆ କଥା। ଜନସେବା ବିଭିନ୍ନ ପ୍ରକାର ସେବା କାର୍ଯ୍ୟ କଲେ ବଢ଼ିଆ କେହି ମନା କରୁନାହାନ୍ତି। ରାଜକୋଷ ବଢ଼ିବା ପୂର୍ବରୁ ସବୁ ଦୃଷ୍ଟିରୁ ଦେଖିକି ବଢ଼େଇଥିବେ, କ'ଣ ଦେଖିକି ବଢ଼େଇଲେ ସେମାନେ ଜାଣିଥିବେ। କିନ୍ତୁ ଏତେଟା ବଢ଼ିବା ଆମ ପାଇଁ ଦୁଃଖଦାୟକ। କାହିଁକିନା ବର୍ତ୍ତମାନ IIT ପିଲା, ବିଭିନ୍ନ MBA ପିଲା, ସେମାନେ ସବୁ ଏଇ ଡାଟା ଡାଟା ଅପରେଟିଂ କାମ କରିକି 4,000, 5,000, 6,000 ଟଙ୍କା ତା ଭରଣ ପୋଷଣ କରୁଛନ୍ତି। ସେମାନଙ୍କୁ ଟିକେ ଦେଖିବା ଦରକାର। ସମସ୍ତଙ୍କୁ ବଢ଼େଇକି ନିଜେ ବଢ଼ାଅ। ଆଉ କିଛି କାହାର ନ ବଢ଼ି ତମରି ହାତରେ ନିଜେ ମାଙ୍କଡ଼ ପିଠା ବାଣ୍ଟିଲା ଭଳିଆ ନିଜେ ଚକୁଳି ବାଟିଲ, ନିଜେ ଦଣ୍ଡି ଟେକିଲ, ଯେଉଁ ପଟେ ବଢ଼ିଲା ତ ଲାଷ୍ଟ ସବୁ ଯାକ ଖାଇଦେଇ ସେ ମାଙ୍କଡ଼ କଲେ। ସେଇଟା କଲେ ଦୁଃଖଦାୟକ। ସେଇଟା ମାଙ୍କଡ଼ ପିଠା ଖାଇଲା ଭଳିଆ, ଯେମିତି ନିଜ ପାଖରେ ଦଣ୍ଡି, ନିଜ ପାଖରେ ମାନେ ଖାଲି ଆମେ ବସିଛୁ, ବଣ୍ଟା ବଣ୍ଟି କ'ଣ ହେବ, କେଉଁ ପଟେ କେତେ ପଡ଼ିବ, କ'ଣ ହେବ ଦେଖିଲା ବେଳକୁ ସେ ତାର ଏପଟେ ବଢ଼ିଗଲା, ସେପଟେ ପକାଇଦେଲା, ସେପଟେ ବଢ଼ି ଦେଖିଲା ବେଳକୁ ସବୁ ଯାକ ସେ ନିଜେ ଚକୁଳି ଖାଇଦେଇକି ପଳାଇଲା। ତେଣୁକରି କଥା ହେଉଛି, ତୁମ ହାତରେ ସବୁଯାକ ଅଛି ବୋଲି ସବୁଯାକ ନିଜେ ଉପଭୋଗ କରନ୍ତୁ ନାହିଁ। ଦରମା ବଢ଼ିବା ଦରକାର। ସବୁ ପ୍ରକାର ଦୃଷ୍ଟିରୁ ଯେତେ ପ୍ରକାର ଆପଣଙ୍କର ଦାନ ଧର୍ମ, ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାମରେ ଆପଣମାନଙ୍କର ସବୁ ଇଏ ଅଛି, ବଢ଼ିବା ପାଇଁ। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ତ ସେ ନେଲେନି। ସିଏ ବହୁତ ଚେଷ୍ଟା କରିଥିଲେ ସେତେବେଳେ ତ ଚାହିଁଥିଲେ, ପାଣ୍ଡିଆନ ସାର୍ ଥିଲେ, ସବୁ ଥିଲେ, ଏମାନେ ଯାଇଥିଲେ, ସେତେବେଳେ ସେମାନେ ବଢ଼େଇ ନାହାନ୍ତି।